ଅଗନାୟକନୀ ବନସ୍ତରେ ଗୋଟେ ବିଲୁଆ ଆଉ ତା ସ୍ତ୍ରୀ ରହୁଥିଲେ। ସେ ଯୋଉ ଗୁମ୍ଫାରେ ରହୁଥିଲେ ସେ ଗୁମ୍ଫାଟି ଥିଲା ବହୁତ ବଡ଼। ସକାଳ ହେଲେ ବିଲୁଆ ବାହାରକୁ ପଳାଉଥିଲା ଆଉ ସନ୍ଧ୍ୟା ବେଳକୁ ଫେରୁଥିଲା। ହେଲେ ଏତେ ବଡ଼ ଗୁମ୍ଫା ଭିତରେ ରହି ରହି ବିଲୁଆର ସ୍ତ୍ରୀ ବିଚରା ବଡ଼ କଷ୍ଟ ପାଉଥିଲା। ବିଲୁଆ ତା ସ୍ତ୍ରୀର ଦୁଃଖ ବୁଝିପାରି ସନ୍ଧ୍ୟା ବେଳକୁ ଭଲ ଭଲ ଖାଦ୍ୟ ଧରି ଫେରୁଥିଲା। ସେଇ ଖାଦ୍ୟକୁ ଖାଇ ବିଲୁଆର ସ୍ତ୍ରୀ ବଡ଼ ଖୁସି ହେଉଥିଲା। ଧୀରେ ଧୀରେ ବିଲୁଆ ସ୍ତ୍ରୀର ଖାଦ୍ୟ ଲୋଭ ବଢ଼ିବାକୁ ଲାଗିଲା। ବିଲୁଆ ତା ସ୍ତ୍ରୀ କଣ ଖାଇବ ସବୁଦିନେ ଗୁମ୍ଫାରୁ ବାହାରିଲା ବେଳେ ତାକୁ ପଚାରିକି ଯାଉଥିଲା। ବାହାରିଲଣି? ହଁ, ଆଜି ତୋ ପାଇଁ କଣ ଆଣିବି କହୁନୁ? ଆଜି ଠେକୁଆ ଆଣିଲେ ବହୁତ ଭଲ ହୁଅନ୍ତା। ଇଏ ଗୋଟେ କଥା। ଠିକ ଅଛି, ନେଇକି ଆସିବି। ହଉ ଯାଅ। ବିଲୁଆ ଗୁମ୍ଫାରୁ ଚାଲିଯିବା ପରେ ବିଲୁଆର ସ୍ତ୍ରୀ ବିଚରା ଏକା ହେଇଯାଏ। ବିଲୁଆ ଦିନ ତମାମ ବଣରେ ବୁଲାବୁଲି କରି ସନ୍ଧ୍ୟାରେ ଠେକୁଆଟିଏ ଧରି ଗୁମ୍ଫାକୁ ଫେରେ। ଆଉ ବିଲୁଆ ସ୍ତ୍ରୀ ତାକୁ ଦେଖି ବଡ଼ ଖୁସି ହେଇଯାଏ। ଆସିଲଣି? ଏଇ ନେ ଖାଇଦେ। ମନ ଖୁସିରେ ବିଲୁଆର ସ୍ତ୍ରୀ ତାକୁ ଖାଏ। ଧୀରେ ଧୀରେ ବିଲୁଆ ସ୍ତ୍ରୀର ଖାଦ୍ୟ ଲୋଭ ଆହୁରି ବଢ଼ିବାକୁ ଲାଗେ। ସେ ସବୁଦିନେ ଯାହା ବରାଦ କରେ ବିଲୁଆ ସେଇଆ ନେଇକି ଆସେ। ଯୋଗକୁ ଦିନେ ବିଲୁଆର ଦେହ ଖରାପ ହେଲା। ସେ ବାହାରକୁ ଯାଇପାରିଲାନି। ଘର ଭିତରେ ଶୋଇ ରହିଲା। କଣ ହେଲା? ଏମିତି ଘୋଡ଼ି ହେଇ ଶୋଇଲଣି? ମୋ ଦେହ ଭଲ ଲାଗୁନି ଲୋ, ଜରୁଆ ଜରୁଆ ଲାଗୁଛି। ହଉ ହଉ, ତମେ ବିଶ୍ରାମ ନିଅ। ହେଲେ ତୁ ଖାଇବୁ କଣ? ଯାହା ଘରେ ଅଛି ମୁଁ ଖାଇକି ଚଳେଇ ଦେବି, ତମେ ବ୍ୟସ୍ତ ହୁଅନି। ଖାଦ୍ୟଲୋଭୀ ବିଲୁଆ ସ୍ତ୍ରୀ ବିଚରା ବିଲୁଆ ଯେତେ ଦିନ ଘରେ ପଡ଼ି ରହିଲା ଖାଇବାକୁ ବଡ଼ ହଇରାଣ ହେଲା। ହେଲେ ଯୋଉଦିନ ବିଲୁଆର ଦେହ ଭଲ ହେଇଗଲା ଆଉ ସେ ବାହାରକୁ ଯିବା ପାଇଁ ବାହାରିଲା, ସେଦିନ ସେ ତାକୁ କହିଲା, ଶୁଣ, ବହୁତ ଦିନ ହେଲାଣି ପାଟିରେ ଟିକେ ଭଲ ଜିନିଷ ବାଜିନି। ହଁ, ତୁ କଣ ଖାଇବୁ କହୁନୁ? ଆଜି ଟିକେ ରୋହି ମାଛ ଆଣିଲେ ହୁଅନ୍ତାନି? ଇଏ ଗୋଟାଏ କଥା। ନିଶ୍ଚୟ ନେଇକି ଆସିବି। କିନ୍ତୁ ବିଲୁଆ ଜାଣିଥିଲା ରୋହି ମାଛ ଧରିବା ତା ପକ୍ଷରେ ବହୁତ କଷ୍ଟକର କାମ। ତେଣୁ ସେ ଆଉ କୁଆଡ଼େ ନ ଯାଇ ସିଧା ଚାଲିଲା ନଈକୂଳକୁ। ନଈକୂଳରେ ଆଗରୁ ଦୁଇଟି ବିଲେଇ ମାଛ ଧରିବା ପାଇଁ ଚାହିଁ ବସିଥିଲେ। ବିଲୁଆ ତାଙ୍କ ପାଖକୁ ଗଲାନି। ସେ କିଛି ଦୂରରେ ଗୋଟିଏ ଗଛ ଆଢୁଆଳରେ ରହି ସେମାନଙ୍କ ମାଛ ଧରିବା ଶୈଳୀକୁ ଲକ୍ଷ୍ୟ କଲା। ପ୍ରଥମେ ଗୋଟିଏ ବିଲେଇ ପାଣି ଭିତରକୁ ପଶିଲା। ଗୋଟିଏ ବଡ଼ ରୋହି ମାଛ ସେଇ ପାଣି ବାଟ ଦେଇ ଯାଉଥିଲା। ବିଲେଇ ତାକୁ ଖପ୍ କରି ମାଟି ବସିଲା। କିନ୍ତୁ ମାଛଟି ବହୁତ ବଡ଼ ଥିବାରୁ ବିଲେଇ ତାକୁ ଧରିପାରିଲାନି। ସେ ଆର ବିଲେଇଟିକୁ ଡାକିଲା, ଆରେ ଆସ, ମତେ ସାହାଯ୍ୟ କର। ଦ୍ୱିତୀୟ ବିଲେଇଟି ମାଛ ଧରୁଥିବା ବିଲେଇ ପାଖରେ ପହଞ୍ଚିଲା। ଆଉ ଦୁଇ ଜଣ ମିଶି ମାଛକୁ ଉପରକୁ ଉଠେଇ ଆଣିଲେ। ଏବେ ବିଲୁଆ ଗଛ ଆଢୁଆଳରୁ ବାହାରକୁ ବାହାରି ଆସିଲା। ମାଛ ଗୋଟାଏ, କିନ୍ତୁ ବିଲେଇ ଦିଟା ହୋଇଥିବାରୁ ତାଙ୍କର ଭାଗ ବଣ୍ଟା ହେଇପାରିଲାନି। ଏବେ କଣ କରିବା? ମାଛଟା ଆଗ ମୁଁ ଧରିଲି, ତୁ ଖାଲି ମତେ ସାହାଯ୍ୟ କରିଛୁ। ନା ନା, ମୋର ବି ମାଛ ଦରକାର, ମୁଁ ଛାଡ଼ିବିନି। ବିଲୁଆ ଭାବିଲା ଏଇଟା ସୁଯୋଗ। ବିଲେଇଙ୍କର ବାଣ୍ଟ ନ ଛିଣ୍ଡୁଥିବାର ଦେଖି ସେ ଯାଇ ପହଞ୍ଚିଗଲା ସେଠି। ଆରେ କଣ ହେଇଛି ତମ ମାନଙ୍କର? ବିଲୁଆ ନନା, ଆମ ବାଣ୍ଟ ଛିଣ୍ଡୁନି। ଆମେ ଦି ଜଣ ବିଲେଇ ଆଉ ଆମର ମାଛ ଗୋଟାଏ।
କେମିତି କଣ କରିବୁ? ଆରେ ଇଏ ଗୋଟିଏ କଥା, ମୁଁ ଏମିତି ଭାଗ ବାଣ୍ଟ ଆଗରୁ ବହୁତ କରିଛି। ଦିଅ, ମତେ ଦିଅ। ବିଲୁଆ ନିଜ ପାଖକୁ ମାଛଟା ନେଇ ଆସିଲା। ହେଲେ ଗୋଟାଏ କଥା ମନେ ରଖ, ମୁଁ ବାଣ୍ଟ କରିବି ମାନେ ମୁଁ ବି ଏଥିରୁ ଭାଗ ନେବି। କିଛି କଥା ନାହିଁ, ତମେ ତମ ଭାଗ ନବ। ବିଲୁଆ ଏବେ ପାଟିରେ କାମୁଡି ମାଛକୁ ଛିଣ୍ଡେଇ 3 ବାଣ୍ଟ କଲା। ଗୋଟିଏ ପଟରେ ନିଜ ଭାଗର ମାଛ ବି ପକଉଥିଲା। ବିଲେଇମାନେ ସବୁ ଲକ୍ଷ୍ୟ କରୁଥିଲେ। ବିଲୁଆ ମାଛର ସବୁ ଭଲ ଭଲ ଖଣ୍ଡ ତା ପଟରେ ପକଉଥିଲା। ଶେଷରେ ଦେଖାଗଲା ବିଲୁଆ ପଟରେ ସବୁଠୁ ଅଧିକ ମାଛ। ଏବେ ବାଣ୍ଟ ଛିଣ୍ଡିଲା ତ? ହେଲେ ତମେ ତ ଶୁଣ, ମୋ ସ୍ତ୍ରୀ ମତେ ଘରେ ଚାହିଁ ବସିଛି। ମୁଁ ଗଲେ ଆମେ ସାଙ୍ଗ ହେଇ ଖାଇବୁ। ହେଲେ ଆମର ମାଛ ତ କମିଗଲା। କିଛି କମିନି, ଏକଦମ ଠିକ ଅଛି। ମୁଁ ଯାଉଛି। ଏତିକି କଥା କହି ବିଲୁଆ ଚାଲିଲା ତା ବାଟରେ। ବିଲେଇ 2 ଜଣ କାନ ମୁଣ୍ଡା ଆଉଁସି ଚୁପ୍ ହେଇ ରହିଲେ। ମୁଁ ଅଯଥାରେ ତୋ ସାଙ୍ଗରେ କଳି କଲି। ଭାଗ ବାଣ୍ଟ କରି ଖାଇଥିଲେ ସବୁ ମାଛ ଆମେ 2 ଜଣ ଖାଇଥାନ୍ତେ। ହଁ, ଭଲ ହେଇଥାନ୍ତା। 2 ଜଣଙ୍କ କଳିରେ ତୃତୀୟ ଜଣଙ୍କର ହିଁ ଲାଭ ହୁଏ। ଅଗନାଗନୀ ବନସ୍ତରେ ଗୋଟେ ବିଲୁଆ ଆଉ ତା ସ୍ତ୍ରୀ ରହୁଥିଲେ। ସେ ଯୋଉ ଗୁମ୍ଫାରେ ରହୁଥିଲେ ସେ ଗୁମ୍ଫାଟି ଥିଲା ବହୁତ ବଡ଼। ସକାଳ ହେଲେ ବିଲୁଆ ବାହାରକୁ ପଳାଉଥିଲା ଆଉ ସନ୍ଧ୍ୟା ବେଳକୁ ଫେରୁଥିଲା। ହେଲେ ଏତେ ବଡ଼ ଗୁମ୍ଫା ଭିତରେ ରହି ରହି ବିଲୁଆର ସ୍ତ୍ରୀ ବିଚରା ବଡ଼ କଷ୍ଟ ପାଉଥିଲା। ବିଲୁଆ ତା ସ୍ତ୍ରୀର ଦୁଃଖ ବୁଝିପାରି ସନ୍ଧ୍ୟା ବେଳକୁ ଭଲ ଭଲ ଖାଦ୍ୟ ଧରି ଫେରୁଥିଲା। ସେଇ ଖାଦ୍ୟକୁ ଖାଇ ବିଲୁଆର ସ୍ତ୍ରୀ ବଡ଼ ଖୁସି ହେଉଥିଲା। ଧୀରେ ଧୀରେ ବିଲୁଆ ସ୍ତ୍ରୀର ଖାଦ୍ୟ ଲୋଭ ବଢ଼ିବାକୁ ଲାଗିଲା। ବିଲୁଆ ତା ସ୍ତ୍ରୀ କଣ ଖାଇବ ସବୁଦିନେ ଗୁମ୍ଫାରୁ ବାହାରିଲା ବେଳେ ତାକୁ ପଚାରିକି ଯାଉଥିଲା। ହଇଏ, ବାହାରିଲଣି? ହଁ, ଆଜି ତୋ ପାଇଁ କଣ ଆଣିବି କହୁନୁ? ଆଜି ଠେକୁଆ ଆଣିଲେ ବହୁତ ଭଲ ହୁଅନ୍ତା। ଇଏ ଗୋଟେ କଥା। ଠିକ ଅଛି, ନେଇକି ଆସିବି। ହଉ ଯାଅ। ବିଲୁଆ ଗୁମ୍ଫାରୁ ଚାଲିଯିବା ପରେ ବିଲୁଆର ସ୍ତ୍ରୀ ବିଚରା ଏକା ହେଇଯାଏ। ବିଲୁଆ ଦିନ ତମାମ ବଣରେ ବୁଲାବୁଲି କରି ସନ୍ଧ୍ୟାରେ ଠେକୁଆଟିଏ ଧରି ଗୁମ୍ଫାକୁ ଫେରେ। ଆଉ ବିଲୁଆ ସ୍ତ୍ରୀ ତାକୁ ଦେଖି ବଡ଼ ଖୁସି ହେଇଯାଏ। ଆସିଲଣି? ଏଇ ନେ, ଖାଇଦେ। ମନ ଖୁସିରେ ବିଲୁଆର ସ୍ତ୍ରୀ ତାକୁ ଖାଏ। ଧୀରେ ଧୀରେ ବିଲୁଆ ସ୍ତ୍ରୀର ଖାଦ୍ୟ ଲୋଭ ଆହୁରି ବଢ଼ିବାକୁ ଲାଗେ। ସେ ସବୁଦିନେ ଯାହା ବରାଦ କରେ ବିଲୁଆ ସେଇଆ ନେଇକି ଆସେ। ଯୋଗକୁ ଦିନେ ବିଲୁଆର ଦେହ ଖରାପ ହେଲା। ସେ ବାହାରକୁ ଯାଇପାରିଲାନି। ଘର ଭିତରେ ଶୋଇ ରହିଲା। କଣ ହେଲା? ଏମିତି ଘୋଡ଼ି ହେଇ ଶୋଇଲଣି? ମୋ ଦେହ ଭଲ ଲାଗୁନି ଲୋ, ଜରୁଆ ଜରୁଆ ଲାଗୁଛି। ହଉ ହଉ, ତମେ ବିଶ୍ରାମ ନିଅ। ହେଲେ ତୁ ଖାଇବୁ କଣ? ଯାହା ଘରେ ଅଛି ମୁଁ ଖାଇକି ଚଳେଇ ଦେବି, ତମେ ବ୍ୟସ୍ତ ହୁଅନି। ଖାଦ୍ୟଲୋଭୀ ବିଲୁଆ ସ୍ତ୍ରୀ ବିଚରା ବିଲୁଆ ଯେତେ ଦିନ ଘରେ ପଡ଼ି ରହିଲା ଖାଇବାକୁ ବଡ଼ ହଇରାଣ ହେଲା। ହେଲେ ଯୋଉଦିନ ବିଲୁଆର ଦେହ ଭଲ ହେଇଗଲା ଆଉ ସେ ବାହାରକୁ ଯିବା ପାଇଁ ବାହାରିଲା, ସେଦିନ ସେ ତାକୁ କହିଲା, ଶୁଣ, ବହୁତ ଦିନ ହେଲାଣି ପାଟିରେ ଟିକେ ଭଲ ଜିନିଷ ବାଜିନି। ହଁ, ତୁ କଣ ଖାଇବୁ କହୁନୁ? ଆଜି ଟିକେ ରୋହି ମାଛ ଆଣିଲେ ହୁଅନ୍ତାନି? ଇଏ ଗୋଟାଏ କଥା, ନିଶ୍ଚୟ ନେଇକି ଆସିବି। କିନ୍ତୁ ବିଲୁଆ ଜାଣିଥିଲା ରୋହି ମାଛ ଧରିବା ତା ପକ୍ଷରେ ବହୁତ କଷ୍ଟକର କାମ। ତେଣୁ ସେ ଆଉ କୁଆଡ଼େ ନ ଯାଇ ସିଧା ଚାଲିଲା ନଈକୂଳକୁ।
ନଈକୂଳରେ ଆଗରୁ ଦୁଇଟି ବିଲେଇ ମାଛ ଧରିବା ପାଇଁ ଚାହିଁ ବସିଥିଲେ। ବିଲୁଆ ତାଙ୍କ ପାଖକୁ ଗଲାନି। ସେ କିଛି ଦୂରରେ ଗୋଟିଏ ଗଛ ଆଢୁଆଳରେ ରହି ସେମାନଙ୍କ ମାଛ ଧରିବା ଶୈଳୀକୁ ଲକ୍ଷ୍ୟ କଲା। ପ୍ରଥମେ ଗୋଟିଏ ବିଲେଇ ପାଣି ଭିତରକୁ ପଶିଲା। ଗୋଟିଏ ବଡ଼ ରୋହି ମାଛ ସେଇ ପାଣି ବାଟ ଦେଇ ଯାଉଥିଲା। ବିଲେଇ ତାକୁ ଖପ୍ କରି ମାଟି ବସିଲା। କିନ୍ତୁ ମାଛଟି ବହୁତ ବଡ଼ ଥିବାରୁ ବିଲେଇ ତାକୁ ଧରିପାରିଲାନି। ସେ ଆର ବିଲେଇଟିକୁ ଡାକିଲା। ଆରେ ଆସ ମତେ ସାହାଯ୍ୟ କର। ଦ୍ୱିତୀୟ ବିଲେଇଟି ମାଛ ଧରୁଥିବା ବିଲେଇ ପାଖରେ ପହଞ୍ଚିଲା। ଆଉ ଦୁଇ ଜଣ ମିଶି ମାଛକୁ ଉପରକୁ ଉଠେଇ ଆଣିଲେ। ଏବେ ବିଲୁଆ ଗଛ ଆଢୁଆଳରୁ ବାହାରକୁ ବାହାରି ଆସିଲା। ମାଛ ଗୋଟାଏ, କିନ୍ତୁ ବିଲେଇ ଦିଟା ହୋଇଥିବାରୁ ତାଙ୍କର ଭାଗ ବଣ୍ଟା ହେଇପାରିଲାନି। ଏବେ କଣ କରିବା? ମାଛଟା ଆଗ ମୁଁ ଧରିଲି, ତୁ ଖାଲି ମତେ ସାହାଯ୍ୟ କରିଛୁ। ନା ନା, ମୋର ବି ମାଛ ଦରକାର, ମୁଁ ଛାଡ଼ିବିନି। ବିଲୁଆ ଭାବିଲା ଏଇଟା ସୁଯୋଗ। ବିଲେଇଙ୍କର ବାଣ୍ଟ ନ ଛିଣ୍ଡୁଥିବାର ଦେଖି ସେ ଯାଇ ପହଞ୍ଚିଗଲା ସେଠି। ଆରେ କଣ ହେଇଛି ତମ ମାନଙ୍କର? ବିଲୁଆ ନନା, ଆମ ବାଣ୍ଟ ଛିଣ୍ଡୁନି। ଆମେ 2 ଜଣ ବିଲେଇ ଆଉ ଆମର ମାଛ ଗୋଟାଏ। କେମିତି କଣ କରିବୁ? ଆରେ ଇଏ ଗୋଟିଏ କଥା, ମୁଁ ଏମିତି ଭାଗ ବାଣ୍ଟ ଆଗରୁ ବହୁତ କରିଛି। ଦିଅ, ମତେ ଦିଅ। ବିଲୁଆ ନିଜ ପାଖକୁ ମାଛଟା ନେଇ ଆସିଲା। ହେଲେ ଗୋଟାଏ କଥା ମନେ ରଖ, ମୁଁ ବାଣ୍ଟ କରିବି ମାନେ ମୁଁ ବି ଏଥିରୁ ଭାଗ ନେବି। କିଛି କଥା ନାହିଁ, ତମେ ତମ ଭାଗ ନବ। ବିଲୁଆ ଏବେ ପାଟିରେ କାମୁଡି ମାଛକୁ ଛିଣ୍ଡେଇ 3 ବାଣ୍ଟ କଲା। ଗୋଟିଏ ପଟରେ ନିଜ ଭାଗର ମାଛ ବି ପକଉଥିଲା। ବିଲେଇମାନେ ସବୁ ଲକ୍ଷ୍ୟ କରୁଥିଲେ। ବିଲୁଆ ମାଛର ସବୁ ଭଲ ଭଲ ଖଣ୍ଡ ତା ପଟରେ ପକଉଥିଲା। ଶେଷରେ ଦେଖାଗଲା ବିଲୁଆ ପଟରେ ସବୁଠୁ ଅଧିକ ମାଛ। ଏବେ ବାଣ୍ଟ ଛିଣ୍ଡିଲା ତ? ହେଲେ ତମେ ତ ଶୁଣ, ମୋ ସ୍ତ୍ରୀ ମତେ ଘରେ ଚାହିଁ ବସିଛି। ମୁଁ ଗଲେ ଆମେ ସାଙ୍ଗ ହେଇ ଖାଇବୁ। ହେଲେ ଆମର ମାଛ ତ କମିଗଲା। କିଛି କମିନି, ଏକଦମ ଠିକ ଅଛି। ମୁଁ ଯାଉଛି। ଏତିକି କଥା କହି ବିଲୁଆ ଚାଲିଲା ତା ବାଟରେ। ବିଲେଇ 2 ଜଣ କାନ ମୁଣ୍ଡା ଆଉଁସି ଚୁପ୍ ହେଇ ରହିଲେ। ମୁଁ ଅଯଥାରେ ତୋ ସାଙ୍ଗରେ କଳି କଲି। ଭାଗ ବାଣ୍ଟ କରି ଖାଇଥିଲେ ସବୁ ମାଛ ଆମେ 2 ଜଣ ଖାଇଥାନ୍ତେ। ହଁ, ଭଲ ହେଇଥାନ୍ତା। 2 ଜଣଙ୍କ କଳିରେ ତୃତୀୟ ଜଣଙ୍କର ହିଁ ଲାଭ ହୁଏ।